ଯିବା। ସମସ୍ତଙ୍କୁ ନମସ୍କାର। ସର୍ବପ୍ରଥମେ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି। ଆପଣମାନେ ସମସ୍ତେ ନିମନ୍ତ୍ରଣ ରକ୍ଷା କରି ଆଜି ଆପଣମାନେ ସମସ୍ତେ ଏଠି ଉପସ୍ଥିତ ରହିଛନ୍ତି। ବିଶେଷ ଭାବେ ବହୁତ କଥା ଅଛି କହିବା ପାଇଁ, କିନ୍ତୁ ବହୁ କଥା କହିଲେ ଆଜିର ବର୍ତ୍ତମାନର ଦୁଇଟି କଥା ଯୋଉଟା ପ୍ରମୁଖ କଥା ଡାଇଲ୍ୟୁଟ ହେଇଯିବ। ସେଥିପାଇଁ ଦୁଇଟି କଥା ଉପରେ ଆମେ ଆପଣମାନଙ୍କୁ ଅବଗତ କରିବା ପାଇଁ ଚାହୁଁ। ଆପଣମାନେ ହେଉଛନ୍ତି ସାଧାରଣ ଲୋକଙ୍କର ଆଖି ଏବଂ କାନ। ତେଣୁ ଆପଣମାନଙ୍କ ମାଧ୍ୟମରେ ଆମେ ଆପଣମାନଙ୍କୁ କହି ରଖିବା ପାଇଁ ଚାହୁଁ, କାଲି ଭତ୍ତା ବଣ୍ଟନ ହେଇଥିଲା। ଭତ୍ତା ବଣ୍ଟନ ପଟ୍ଟା ବଣ୍ଟନ ହେଇଥିଲା। ସେ ପଟ୍ଟା ବଣ୍ଟନ ଯୋଉ ହେଇଥିଲା ଆପଣମାନେ ଦେଖିଥିବେ, ବିଜେପି ଦଳର କର୍ମକର୍ତ୍ତା ମାନେ, ବିଜେପି ଦଳର ସଭାପତି ସେ ସଭାରେ ବସିଥିଲେ। ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ତାଙ୍କ ଦଳୀୟ କାର୍ଯ୍ୟକ୍ରମ ଯଦି ହେଇଥିବ ତାହେଲେ ଆମର କିଛି ଆପତ୍ତି ନାହିଁ, କିନ୍ତୁ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ କେବେ ଦଳୀୟ କାର୍ଯ୍ୟକ୍ରମ ହେଇ ନପାରେ। ଗୋଟେ ସରକାରୀ କାର୍ଯ୍ୟକ୍ରମରେ ଦଳୀୟ କର୍ମକର୍ତ୍ତା ମାନେ ବସିବା, ସେଥିରେ ଭାଗ ନେବା କେତେ ଦୂର ଯୁକ୍ତିଯୁକ୍ତ ସେ କଥା ମୁଁ ଆପଣମାନଙ୍କ ମାଧ୍ୟମରେ ଜନସାଧାରଣଙ୍କୁ ଜଣାଇବା ପାଇଁ ଚାହେଁ। ଏବଂ ଦ୍ୱିତୀୟ କଥାଟି ହେଉଛି, ସୋନପୁରରେ ଯୋଉଟା କି ସରକାର ବ୍ଲୁ ଫ୍ଲାଗ ବ୍ରିଜ ଭାବେ ଡିକ୍ଲେୟାର କରିଛନ୍ତି, ସେଠି ଜଣେ ଯୁବକ ମୃତ୍ୟୁବରଣ କରିବା କେତେ ଦୂର ଆମମାନଙ୍କୁ ସମସ୍ତଙ୍କୁ ମର୍ମାହତ କରିଛି। ଏବଂ ବିଚରେ ମୃତ୍ୟୁବରଣ କରିବା ଆମେ ବହୁତ କ୍ଷେତ୍ରରେ ଦେଖିଛେ। ଆପଣମାନଙ୍କ ଭିତରେ ପ୍ରଶ୍ନ ଆସୁଥିବ, ଏଇ କଥାଟି କାହିଁକି ଏତେ ସମ୍ବେଦନଶୀଳ? ଏଇ କଥାଟି ଏଇଥିପାଇଁ ସମ୍ବେଦନଶୀଳ, ବ୍ଲୁ ଫ୍ଲାଗ ବିଚରେ ଯାହା ସବୁ ଆନୁଷଙ୍ଗିକ ବ୍ୟବସ୍ଥା ରହିବା କଥା, ସେ ବ୍ୟବସ୍ଥା ନଥିବା ଯୋଗୁଁ ଯୁବକଟିର ମୃତ୍ୟୁ ଘଟଣା ଘଟିଥିଲା। ଆପଣମାନେ ମଧ୍ୟ ସମସ୍ତେ ଜାଣିଛନ୍ତି, ବ୍ଲୁ ଫ୍ଲାଗ ବ୍ରିଚରେ ଆପଣଙ୍କର କୋଷ୍ଟ ଗାର୍ଡଠୁ ଆରମ୍ଭ କରିକି ଏବଂ ବିଭିନ୍ନ ପ୍ରକାର ଆନୁଷଙ୍ଗିକ ବ୍ୟବସ୍ଥା ରହିବା କଥା, ଯାହାଦ୍ୱାରା କି ଯଦି ପର୍ଯ୍ୟଟକ ମାନେ କିମ୍ବା କୌଣସି ବ୍ୟକ୍ତି ସେଠି ବୁଡନ୍ତି ତାହେଲେ ତାଙ୍କୁ ରକ୍ଷା କରିବା ପାଇଁ କୋଷ୍ଟ ଗାର୍ଡର ଆବଶ୍ୟକତା ରହିଛି। ସୋନପୁର ବ୍ଲୁ ଫ୍ଲାଗ ବ୍ରିଚ ହେଇ ଏତେ ଦିନ ଘୋଷଣା ହେବା ପରେ ମଧ୍ୟ ଆଜି କୌଣସି କୋଷ୍ଟ ଗାର୍ଡ କିମ୍ବା ସେଠି ଲାଇଫ ଜ୍ୟାକେଟ ଏସବୁର ଆନୁଷଙ୍ଗିକ ବ୍ୟବସ୍ଥା ନଥିବା ଯୋଗୁଁ ଆଜି ଗୋଟେ ମୂଲ୍ୟବାନ ଜୀବନ ଆମେ ହରାଇବା ପାଇଁ ପଡିଥିଲା। ବିଗତ ଦିନରେ ଗୋପାଳପୁରରେ ପର୍ଯ୍ୟଟକ ଭାବେ ବୁଲିବା ପାଇଁ ଆସିଥିବା ଜଣେ ମହିଳାକୁ ଯୋଉଭଳି ଭାବେ ଦୁଷ୍କର୍ମ କରାଗଲା, ସାରା ପୃଥିବୀ ଏବଂ ବିଶେଷ ଭାବେ ଆମେରିକା ତାକୁ ନିନ୍ଦା କଲା। ଏବଂ ଟ୍ରମ୍ପ କହିଲେ ଅସ୍ୱୀକୃତ ଜାଗା ଭିତରେ ମଧ୍ୟ ଗୋପାଳପୁର ଗୋଟେ ନିଆଗଲା। ଆମେ ଆମର ପର୍ଯ୍ୟଟନ ସ୍ଥଳୀକୁ ଆମର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନ ବିରୋଧୀ ଦଳ ନେତା ଓଡ଼ିଶାକୁ ଗୋଟେ ପର୍ଯ୍ୟଟନ ସ୍ଥଳର ମାନ୍ୟତା ଦେବା ପାଇଁ ସାରା ପୃଥିବୀର କିଭଳି ପର୍ଯ୍ୟଟକ ମାନେ ଆକୃଷ୍ଟ ହେବେ, ସେଥିପାଇଁ ବ୍ଲୁ ଫ୍ଲାଗ ବିଚ୍ ମଧ୍ୟ ସେଠି ଘୋଷଣା କରିଥିଲେ ଏବଂ ଗୋପାଳପୁରକୁ ମଧ୍ୟ ସେଇ ବ୍ୟବସ୍ଥାରେ କରାଯାଇଥିଲା। ଯୋଉ ପର୍ଯ୍ୟଟନ କ୍ଷେତ୍ରରେ, ପର୍ଯ୍ୟଟନ ସ୍ଥଳୀରେ ଯଦି ରେପ୍ ହବ ଏବଂ ଲୋକମାନେ ଯଦି ମୃତ୍ୟୁବରଣ କରିବେ, ଯୋଉଠି ଲୋକମାନେ ଘର ଦ୍ୱାର ଛାଡି ନିଜ ରିଲାକ୍ସେସନ ପାଇଁ ଆସିଥିବେ ଏବଂ ଏଇଠି ଗୋଟେ ଦୁଃଖ ଭରା କଥା ଆମେ ଦେଖିବା, ତାହେଲେ ଏଇଥିରୁ କଣ ଆମେ ସରକାରଠୁ ଆଶା ରଖିବା? ସେଇଟା ହିଁ ମୋର ପ୍ରଶ୍ନ। ଏବଂ ସରକାର କାଲି ନୁହେଁ, ବିଭିନ୍ନ ସମୟରେ ତାଙ୍କର ସରକାରୀ କାର୍ଯ୍ୟକ୍ରମରେ ତାଙ୍କର ଦଳୀୟ କାର୍ଯ୍ୟକର୍ତ୍ତା ମାନେ, କର୍ମକର୍ତ୍ତା ମାନେ ବସିବାର ଦେଖାଯାଉଛି। ତେଣୁ ଆମେ ଆପଣମାନଙ୍କ ମାଧ୍ୟମରେ ଜନସାଧାରଣଙ୍କୁ ଜଣାଇବା ପାଇଁ ଚାହୁଁ, ଆଗାମୀ ଦିନରେ ଜନସାଧାରଣ ଏହାର ଜବାବ ଦେବେ। ଏବଂ ମୁଁ ଆପଣମାନଙ୍କ ମଧ୍ୟରେ ଅପିଲ କରିବା ପାଇଁ ଚାହେଁ, ଏ ସରକାରର ଯୋଉ ମନମୁଖୀ ଶାସନ ଏବଂ ଯେଭଳି ଭାବେ ବେପରୁଆ ଶାସନ, ଯାହା ଦ୍ୱାରା ଆଜି ଓଡ଼ିଶା ନିନ୍ଦିତ ଏବଂ ବିଶେଷ ଭାବେ ଗଞ୍ଜାମ ଜିଲ୍ଲା ଆଜି ନିନ୍ଦିତ। ଯଦି ଏଇଭଳି କାର୍ଯ୍ୟକ୍ରମ ହୁଏ ତାହେଲେ ପର୍ଯ୍ୟଟକ ମାନେ ଆସିବା ଆମର ଗଞ୍ଜାମ ଜିଲ୍ଲାକୁ ବନ୍ଦ ହେଇଯିବ। ତେଣୁ ସରକାରଙ୍କର ନିଦ ଭାଙ୍ଗୁ। ସରକାର ତ ସବୁ ବର୍ଗର ଲୋକଙ୍କୁ ଉପେକ୍ଷା କରିଛନ୍ତି, ଛାତ୍ରଠୁ ଆରମ୍ଭ କରି ବିଶେଷ ଭାବେ ମହିଳା ମାନଙ୍କ ଯୋଉଭଳି ଅବସ୍ଥା ଦେଖା ଦେଇଛି,
ଏବଂ ମହିଳାମାନେ ଯୋଉଭଳି ଆଜି ସୁରକ୍ଷିତ ନାହାନ୍ତି, ପ୍ରତ୍ୟେକ ଦିନ ଗୋଟିଏ ଦୁଇଟି ତିନୋଟି ଘଟଣା ଏବଂ ସରକାର ଯୋଉ କାର୍ଯ୍ୟକ୍ରମ କରିବା କଥା ସେ କାର୍ଯ୍ୟକ୍ରମ କରିବା ପରିବର୍ତ୍ତେ ସରକାର କିଭଳି ଚଲେଇବା କଥା ଚଲେଇବା ପରିବର୍ତ୍ତେ ଆଜି ପର୍ଯ୍ୟଟନ ସ୍ଥଳରେ ରେପ୍, ପର୍ଯ୍ୟଟନ ସ୍ଥଳରେ ଆଜି ପର୍ଯ୍ୟଟକ ମାନଙ୍କର ମୃତ୍ୟୁବରଣ ଆମମାନଙ୍କୁ ମର୍ମାହତ କରିଛି ଏବଂ ସରକାର କୁ କେତେ ଚେତେଇବା ପାଇଁ ଚାହିଁଲେ ମଧ୍ୟ ଚେଇବା ପାଇଁ ଚାହିଁଲେ ମଧ୍ୟ ସରକାର ନିଦ୍ର ଭଙ୍ଗ ହଉନାହିଁ। ତେଣୁ ୟା ଉପରେ ଆଉ କିଛି ତଥ୍ୟ ମଧ୍ୟ ଆପଣମାନଙ୍କୁ ଦେବେ ଆମର ଶିରୁପ ଦେବ ଯିଏକି ଚିକିଟି ନିର୍ବାଚନ ମଣ୍ଡଳୀରୁ ବିଜୁ ଜନତା ଦଳ ତରଫରୁ ପ୍ରାର୍ଥୀ ଥିଲେ ଏବଂ ଯିଏକି ସେଠି ନେତୃତ୍ୱ ନେଉଛନ୍ତି ବିଜୁ ଜନତା ଦଳ ତରଫରୁ। ମୁଁ ଶିରୁପ ଦେବ ମହୋଦୟଙ୍କୁ ଅନୁରୋଧ କରିବି କାଲିର ଯୋଉ ଅଘଟଣଟି ଘଟିଗଲା ତା ଉପରେ ଆପଣମାନଙ୍କୁ ମଧ୍ୟ କିଛି ତଥ୍ୟ ଦେବେ। ବ୍ଲୁ ଫ୍ଲାଗ ବିଚ୍ ହିସାବରେ सर्टिफाइड है तार क्राइटेरिया है सेफ्टी। फर्स्ट थिंग इज सेफ्टी, बीच रे सेफ्टी रहा पड़ो। सेकंड है एनवायरनमेंट, जो एनवायरनमेंट अच्छे से केमती रक्षण करिया पड़ो। और थर्ड है क्लीनलीनेस। ये तीनटा होची मेन हमरो क्राइटेरिया। काली कोहर्ट में जो इंसिडेंट हैला सेठे सेफ्टी माने लाइफ गार्ड नथिले जोटा कि प्रथम रे जेतबेले ब्लू फ्लैग बीच 2023-24 जेतबेले डिक्लेयर हैला सेतबेले सी गुडे कमिटी टे बुझुतला जो कमिटी टा सेठे तांको माने तीनटा लाइफ गार्ड रखुतिले ए जो पीक आवर्स थे। मात्र नुआ सरकार आसला परे सेठू जो टेंडर विदाउट टेंडर से लोक को कढ़ा है जो मेंटेन करते जे लाइफ गार्ड को से डिप्लॉय करते ताकू कढ़ा है कि तांको मन इच्छा रे जन को अपॉइंटमेंट करते। एई दुर्घटना जो हैला जदी से लाइफ गार्ड थांता माने आपण से सोनपुर बीच को जेबे सेरा जो बीच का जो सर्टिफाई हैला तारे बैरिकेडिंग हेची, रोपिंग हेची, एरा को सब किछि नथिला, खाली बैरिकेडिंग बिना रोपिंग नथिला, लाइफ गार्ड के नथिले। जदि बा लाइफ गार्ड खाली थाते ए घटनटे घटि नथा। एटा मु कहला परे प्रशासन बीजेपी पॉलिटिकल वाला सब कहबे जे नाइ लाइफ गार्ड थिला। जदि बा लाइफ गार्ड मोर प्रश्न हैला जदि बा लाइफ गार्ड थिला जेतेबेले से लोक मिस हैला पहर में जेतेबेले मिस हैला केस लाइफ गार्ड दबा कथा कि से पुलिस जो मेराइन पुलिस का दे शुड कंप्लेन हैव एन एफआईआर लॉन्च सेटा हेनी। काली जेतेबेले मारकंडी पाखरे जेतेबेले बॉडीटा बाहरिला सेतेबेले जायकी ताको माने एफआईआर देले। तो स्वस्थ भाबरे सेटे सेफ्टी नाइ, क्लीनलीनेस नाइ, आउ प्रशासन रो किछ आपण जे देखिबे मु आपण पाखु शेयर हेले करिवि सेते डॉक्यूमेंट शेयर करिवि से गां लोक मे मासरे जून मासरे एरा सब प्रॉब्लम होची बोली निजे कलेक्टर को एने देखि देइछि। तारो किछि ताको माने they did not take any action about it. तापरे आगुटे सेटे कोन हेची प्रॉब्लम कोन हेची सेटे पार्किंग रु नले जो माने पिकनिक पय जाउछथि इलीगली सेटू 200 टंका लेके फॉरेस्ट डिपार्टमेंट गुटे बाहर लोक को रखी विदाउट टेंडर बाहर लोक को रखी पैसा कलेक्शन करते। सो मोर कहवार है एते बड़ अव्यवस्था चलछि। हो ठीक अछि जदि बा पैसा कलेक्शन होछि से पैसा कहीं से खर्च होनी लोक मान फैसिलिटी देवा जी सोनपुर गला 2 वर्ष भितर जी सोनपुर डेवलप होता आप देखिए लाइट गोटे काम करते खाली पाथवेटा अच्छी ड्रिंकिंग वाटर नहीं। एथर इको ट्रिप जो है 3 दिन टू 4 दिन चली इको ट्रिप। तो आपण मानकर माध्यम मु सरकार को आ प्रशासन को कहूँ जे एटार आपण माने डेफिनेटली किसी एक्शन नेबे। आउ काली आमाने गोटे मेमोरेंडम देबा को तहसीलदार ऑफिस करी कि तहसीलदार ऑफिस जाउची आपण माने हमहु सहयोग करियो बोली आपण को अनुरोध। आपका कोन पचारे अछि जिला सभापति बसले तास्ता आउजन बसले एकी मंत्री को निकटतर हां से कथा हम कहूँ तार फोटोग्राफी हम पाखे अच्छी
ଏବଂ ସେ ଫଟୋଗ୍ରାଫି ଆଧାରରେ ଏବଂ ଗୋଟେ ଦୈନିକ ଖବର କାଗଜକୁ ପଢିବା ପରେ ଆମେ ଜାଣିପାରିଲୁ ଯେ ଏଇଭଳି ଜିନିଷ ହେଇଛି। ତେଣୁ ଏଇଭଳି ଜିନିଷରୁ ସରକାର ନିବୃତ୍ତ ରୁହନ୍ତୁ ଏବଂ ପ୍ରଶାସନିକ ଅଧିକାରୀ ମଧ୍ୟ ସେମାନଙ୍କୁ ଏଥିରେ ନିବୃତ୍ତ ରଖନ୍ତୁ। ଏଇ କଥା ହିଁ ଜଣାଇବା ପାଇଁ ଆପଣମାନଙ୍କୁ ଆମେ ଆଜି ଏଠିକି ଡାକିଥିଲୁ। ସରକାରୀ ଅଧିକାରୀ ମାନେ ହଁ, ସରକାରୀ ଅଧିକାରୀ ମାନେ ବସୁଛନ୍ତି, ଅନ୍ଧ ଭଳିଆ ବସୁଛନ୍ତି। ସରକାରୀ ଅଧିକାରୀ ମାନେ ଅନ୍ତତଃ ପକ୍ଷେ ମୁକ ବଧିର ଅନ୍ଧ ନ ହୁଅନ୍ତୁ। କାରଣ ସରକାର ଅଫିସର ମାନେ ହଉଛନ୍ତି ଲୋକଙ୍କ ପାଇଁ ସେମାନେ ବସୁଛନ୍ତି, ଲୋକଙ୍କର ସେମାନେ କାମ କରିବା ପାଇଁ ରହିଛନ୍ତି। ଏବଂ ଯୋଉଭଳି ଭାବେ କାର୍ଯ୍ୟକ୍ରମ ହଉଛି, ଯୋଉଭଳି ଭାବେ ସେମାନଙ୍କର କାର୍ଯ୍ୟକଳାପ ଦେଖାଯାଉଛି, ସରକାରୀ ଅଧିକାରୀ ଏବଂ ନିଜେ କଲେକ୍ଟର ମଧ୍ୟ ସେଠି ଅଛନ୍ତି, ସବ୍ କଲେକ୍ଟର ଅଛନ୍ତି, ଥାଇକି ମଧ୍ୟ ତାଙ୍କ କର୍ମକର୍ତ୍ତା ମାନେ ବସୁଛନ୍ତି। ଏଥିରୁ ଆପଣମାନେ ଜାଣନ୍ତୁ ସରକାର ପ୍ରଶାସନିକ ଅଧିକାରୀ ମାନେ କିଭଳି ଅନ୍ଧ ମୁକ ବଧିର ପାଲଟି ଯାଇଛନ୍ତି। ବର୍ତ୍ତମାନ ଯେତେବେଳେ ବିଚ୍ ଅଛି ମଝିରେ ଇଏ ଥିଲା କଟି ଯାଇଥିଲା, ପୁଣି ଆଉଥରେ ବର୍ଷ ଦିଆ ତ କୋଉ ଗ୍ରାଉଣ୍ଡରେ ତାକୁ ଦିଆଗଲା ଏତେ ଲାଗୁନା ବ୍ଲୁ ଫ୍ଲାଗ ବିଚ୍ ଯେତେବେଳେ ସାର୍ଟିଫାଇ ହେଲା କଟି ନଥିଲା। ଏଭ୍ରି ଇୟର ଇକୋ ରିଟ୍ରିଟ୍ ଷ୍ଟାର୍ଟ ହୁଏ, ମନ୍ଥ ଅଫ ନଭେମ୍ବର ଡିସେମ୍ବର ଷ୍ଟାର୍ଟ ହୁଏ। ସେଇଟା ଯାଇକି ଇନୋଗ୍ରେସନ କରନ୍ତି ସ୍ଥାନୀୟ ବିଧାୟକ ଟି ମାତ୍ର ବ୍ଲୁ ଫ୍ଲାଗ सर्टिफिकेट କେବେ କଟିନି। ମାତ୍ର ଯଦି ଯୋଉ ପ୍ରକାର ମେଣ୍ଟେନେନ୍ସ ହଉଛି, ଏବେ ଯୋଉ ପ୍ରକାର ସେଟା ଅଘଟଣ ହଉଛି, ଏଇଟା ଡେଫିନେଟଲି ଦିନ ନା ଦିନେ ବ୍ଲୁ ଫ୍ଲାଗ ସୋନପୁରରେ ଆଗାମୀ ଦିନେ କଟିବାର କଟିବ। ଯେହେତୁ ସେଦିନ ରବିବାର ଥିଲା, ସେଦିନ ଅଧିକ ସେଠି ପୋଲିସ ନାରାୟଣ ପୋଲିସ ଆମେ ବି ଯାହା ଖବର ପାଇଥିଲୁ ଜଣେ ବି ଲାଇଟ୍ ସେଠି ରଖିଛୁ। सर लेट मी बी ऑनेस्ट विथ यू, ସେଇଠେ ଯେତେବେଳେ ବିଜେଡି ସରକାର ଥିଲା, ସେ ଯୋଉ ଫରେଷ୍ଟ ଡିପାର୍ଟମେଣ୍ଟ ଯୋଉ ପାର୍କିଂ ରହିଲେ ଯୋଉ ପିକନିକ କଲେକ୍ଟର ଇଜ ଦି chairman of the blue flag team. He is responsible for that. Sub collector is responsible for that. He is not giving any statement till now. This was filed by the parents. 100% failure. When the sub collector himself is the president or chairman or whatever for the blue flag team, if something is happened there is no lifeguard, he is responsible. ठीक है, क्षतिपूरण दिया जाओ जो पिलाटी मृत्युवरण गला ଆମର ଗଞ୍ଜାମ ଡିଷ୍ଟ୍ରିକ୍ଟରେ ଦିଟା ବ୍ଲୁ ଫ୍ଲାଗ ବିଚ୍ ଅଛି, ଗୋଟେ ଗୋପାଳପୁର, ଗୋଟେ ରାଇଟ୍। ଆପଣ ଯେତେବେଳେ ବ୍ଲୁ ଫ୍ଲାଗ ବିଚ୍ କରୁଛନ୍ତି, ଫେସିଲିଟି ଦିଆହଉଛି, ଲୋକମାନଙ୍କୁ ଏନକରେଜ କରାହଉଛି ବିଚ୍ ଆସନ୍ତୁ, ଆପଣ ଯାଆନ୍ତୁ, ପହଁରନ୍ତୁ, ୟୁ ଗୋ ଆଣ୍ଡ ସ୍ୱିମ୍, ଆପଣ ଏନକରେଜ କରୁଛନ୍ତି। ଯଦି ସେ ଷ୍ଟେଟସଟା ପଳେଇବ, କିଏ ଆସୁଛନ୍ତି? ସୋନପୁର ବିଚ୍ ଆଗ ଜଣେ ସେଇଟା ଚିକିଟି ମଧ୍ୟ ମୃତ୍ୟୁ ହେଲା, ଦେ ୱେଣ୍ଟ ଫର ଇନଭେଷ୍ଟିଗେସନ। এইটা হলে ইনভেস্টিগেশন হও, আর 2 বছর পরে এটা তথ্য বাড়িব। 100% the MLA from Chikiti is involved in this issue. That look ही टेंडर कोटेगा, टेंडर विदाउट टेंडर सेट चली। आपण गां लोक जे पचारन, गां लोक जे इन्वेस्टिगेशन आपण प्रेस वाला हिसाब रे गां लोक जे पचारन कोन हे कि सेटा सब कुछ एटे स्ट्रीमलाइन हो। ब्लू फ्लैग बीच जेतोळे